ଆପଣ ଗୋଟେ ଅଡିସନ କରିକି ଚୁଜ୍ କରନ୍ତୁ ତାପରେ ଆମେ ତାଙ୍କୁ ସ୍କୋପ୍ ଦବା। ସମସ୍ତଙ୍କୁ ମୋର ନମସ୍କାର। ଆଜି ମଧ୍ୟ ମୋର ପରଫର୍ମାନ୍ସ ଅଛି ଥାର୍ଡ ସିନେ ଆୱାର୍ଡ ଆମ ସମସ୍ତଙ୍କ ପାଇଁ ବହୁତ ହି ସ୍ପେଶାଲ ଡେ ମୋ ପାଇଁ ତ ସ୍ପେଶାଲି ତ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ ଜଣେଇବି ଯେଉଁମାନେ ନୋମିନେସନରେ ଅଛନ୍ତି ଯେଉଁମାନେ ଆୱାର୍ଡ ପାଇବେ ଆଉ ସମସ୍ତଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ସବୁ ଦର୍ଶକମାନେ ଯେଉଁମାନେ ଆସିକି ଆମ ସହିତ ଆଜି ଯୋଗ ଦେଇଛନ୍ତି ଆଣ୍ଡ ଆଶା କରିବି ଆଜିର ସନ୍ଧ୍ୟାକୁ ସମସ୍ତେ ଏନ୍ଜୟ କରିବେ ଆଉ ମୋ ପରଫର୍ମାନ୍ସ ଦେଖିଲା ପରେ ସମସ୍ତଙ୍କୁ ଭଲ ପାଇବା ମୋତେ ମିଳିବ ବୋଲି ମୋର ଆଶା ଆଣ୍ଡ ମୁଁ ବି ଚେଷ୍ଟା କରିବି ମୋର ବେଷ୍ଟ ଦେବା ପାଇଁ। ଆୱାର୍ଡ ଛୋଟ ହେଇକି ବଡ ଇନ୍ସପିରେସନ ମାନେ କରିବା ମାନେ ଆଗକୁ ବଢିବାକୁ ନେଇ ସାହସ ଦିଏ। ୟେସ୍ ଏଇଟା ତ ସତ କଥା କୌଣସି ଛୋଟ ବଡ଼ ଆୱାର୍ଡ ନଥାଏ ଆୱାର୍ଡ ସବୁବେଳେ ମୂଲ୍ୟବାନ ଥାଏ ତାର ଗୋଟେ ଆୱାର୍ଡର ମୂଲ୍ୟ ସବୁଠୁ ଅଧିକ ହୋଇଥାଏ ସେଟା ଛୋଟ ହଉ ବଡ଼ ହଉ ସେଇଟା ମ୍ୟାଟର କରେନି ସୋ ଗୋଟେ କଳାକାର ଗୋଟେ ଆୱାର୍ଡ ପାଇବା ପାଇଁ ବହୁତ ଷ୍ଟ୍ରଗଲ୍ କରେ ବହୁତ ହି ହାର୍ଡୱାର୍କ କରିଥାଏ କି ତା ଲାଇଫରେ ସେ ଗୋଟେ ସକ୍ସେସ୍ ବୋଲି ଗୋଟେ ଜିନିଷ ପାଇବ ଆଉ ସେଇଟା ହେଉଛି ଆୱାର୍ଡ ସୋ ଏଇ ଆୱାର୍ଡ ସୋ ଆସିଲା ବେଳେ ଆମେ ସବୁ କଳାକାର ମାନେ ସବୁ ଆର୍ଟିଷ୍ଟ ମାନେ ଆମେ ମନ ଭିତରେ ବହୁତ ଏକ୍ସାଇଟେଡ୍ ହେଇଯାଉ ସୋ ଆଶା କରିବେ କି ସମସ୍ତେ ଏନ୍ଜୟ କରିବେ। କଣ ଆଜି ପରଫର୍ମାନ୍ସ କରିବେ କଣ ମ୍ୟୁଜିକ୍ କଣ କରୁଛି? ପରଫର୍ମାନ୍ସ ରହିଛି ସେଇଟା ସସ୍ପେନ୍ସ ସେଇଟା ହେଲେ ଛାଡ଼ିବେ ଆଣ୍ଡ ବହୁତ ଧମାକା ଅଛି ଆଣ୍ଡ ବେଶୀ ରିଭିଲ୍ କରିବେନି ରାଜ ଆଉ ମୁଁ ପରଫର୍ମ କରୁଛୁ ସୋ ଥାର୍ଡ ସିନେ ଆୱାର୍ଡକୁ ବହୁତ ବହୁତ ଧନ୍ୟବାଦ ଜଣେଇବି କି ମୋତେ ଗୋଟେ ସ୍କୋପ୍ ଦେଇଥିବାରୁ ଏଇ ଆୱାର୍ଡ ଶୋର ଗୋଟେ ପାର୍ଟ କରିଥିବାରୁ ଦିତ୍ୟ ସାର୍ଙ୍କୁ ମଧ୍ୟ ଧନ୍ୟବାଦ ଜଣେଇବି ହୋଲ୍ ଟିମ୍କୁ ଧନ୍ୟବାଦ ଜଣେଇବି। ବହୁତ ମ୍ୟୁଜିକ୍ ଭିଡ଼ିଓ ବହୁତ ସିରିଏଲ୍ କରିସାରିଲେଣି। नो नो ମୁଁ ମ୍ୟୁଜିକ୍ ଭିଡ଼ିଓ ନାହିଁ ମୁଁ ସିରିଏଲ୍ କରିଛି ଆଉ ଫିଲ୍ମ 6-7ଟା କରିଛି। ବଡ଼ ପର୍ଦ୍ଦାରେ ବର୍ତ୍ତମାନ ଆସିଲେଣି ଆପଣ? ବିହାର ଲଗନ ସୁଟିଂ ଚାଲିଛି। ହଁ ବିହାର ଲାଗନ ସୁଟିଂ ଚାଲିଛି ଫିଲ୍ମ କେମିତି କ'ଣ ରହିବ ଦର୍ଶକ ଫିଲ୍ମ ତା ବାଟରେ ବହୁତ ଭଲରେ ଚାଲିଛି ଆଉ ସମ୍ବଲପୁରରେ ସୁଟିଂ ହେଉଛି ତ ସମ୍ବଲପୁରୀ ଛୁଙ୍କ ତ ରହୁଛି ଲୋକମାନେ ବେଶୀ ସମ୍ବଲପୁରୀ ଟ୍ରାଡିସନାଲ ୱେରେ ବହୁତ ମାନେ ତାକୁ ପସନ୍ଦ କରନ୍ତି ସୋ ଆମେ ଆଶା କରିବୁ କି ଏଇ ଫିଲ୍ମ ମାଧ୍ୟମରେ ସମସ୍ତଙ୍କୁ ଏଣ୍ଟରଟେନ୍ କରିପାରିବୁ ବହୁତ ଶୀଘ୍ର ଆସିବାକୁ ଯାଉଛି। ବେଳେବେଳେ ଇଣ୍ଡଷ୍ଟ୍ରିରେ ମ୍ୟାଡ଼ାମ୍ କାଷ୍ଟିଂ କାଉଚର ଅଭିଯୋଗ ଆଣନ୍ତି କିଛି ସେ ବିଷୟରେ ମୁଁ କିଛି କହିବା ପାଇଁ ଚାହେଁ କାରଣ ମୁଁ କେବେ ସେମିତି କିଛି ଫେସ୍ କରିନି ହେଇଥିବ ବଟ୍ ସେ ବିଷୟରେ କିଛି ପଏଣ୍ଟ ଅଫ୍ ଭ୍ୟୁ ଦେବିନି କାହିଁକି ନା ମୁଁ ନିଜେ ଜାଣିନି ସତ୍ୟାସତ୍ୟଟା ନ ଜାଣିକି କାହା ବିଷୟରେ କହିବାଟା ତ ଠିକ୍ ନୁହେଁ ନା। ଆଚ୍ଛା ଗୋଟେ ଝିଅମାନେ ତାଙ୍କ ପ୍ୟାରେଣ୍ଟସ୍ ସପୋର୍ଟ କରନ୍ତିନି କି ତାଙ୍କୁ ସ୍କୋପ୍ ମିଳିପାରେନି ତ ସେଇଟା ଅଲଗା କଥା ବଟ୍ ଆମେ ଚେଷ୍ଟା କରିବା ଦରକାର ନିଜର ବେଷ୍ଟ ଦେବା ଦରକାର ଆମେ ଆମର ଯାହା ବି ଟ୍ୟାଲେଣ୍ଟ ଅଛି ସେଇଟାକୁ ପ୍ରୁଭ୍ କରିବା ଦରକାର ସୋ ଅଡ଼ିଏନ୍ସ ମାନେ ଡିସାଇଡ୍ କରିବେ ଯେ କିଏ ଭଲ କରୁଛନ୍ତି କି ଖରାପ କରୁଛନ୍ତି କି ଆଗକୁ କରୁଛନ୍ତି। ପ୍ରାୟତଃ ଦେଖାଯାଉଛି ଯେ ଯେଉଁମାନେ ହିରୋ ଥାଉଛନ୍ତି ହିରୋଇନ୍ ଥାଉଛନ୍ତି ସେମାନଙ୍କ ପୁଅ କିମ୍ବା ଝିଅ ଫିଲ୍ମ ଲାଇନରେ ଏଣ୍ଟ୍ରି କରୁଛନ୍ତି ବିନା ଇଣ୍ଟରଭ୍ୟୁରେ ତ ହେଲେ ବି ସେମାନଙ୍କୁ ତାଙ୍କ ବେଶୀ ସ୍କୋପ୍ ଭିତରେ ଦିଆଯାଉଛି। ଟ୍ୟାଲେଣ୍ଟ ତ ରହିଛି ନା ସେ ତ ଫିଲ୍ମ ଦେଖିଲା ପରେ ଅଡ଼ିଏନ୍ସ ମାନେ ତ ତାଙ୍କୁ ବହୁତ ଆପ୍ରିସିଏଟ୍ କରୁଛନ୍ତି ବୋଲି ସେ ନେକ୍ସଟ ଫିଲ୍ମ ପାଉଛନ୍ତି ତ ସେଇଟା ବି ଓଡ଼ିଶାରେ ବହୁତ ଟ୍ୟାଲେଣ୍ଟେଡ୍ ଅଛନ୍ତି ମ୍ୟାଡ଼ାମ୍ ଟ୍ୟାଲେଣ୍ଟ ଗାର୍ଲସ ଅଛନ୍ତି ବଏଜ୍ ଅଛନ୍ତି so ସେମାନଙ୍କୁ କାଇଁ ଆପଣ ପ୍ଲାଟଫର୍ମ ଗୋଟେ ଦିଆଯାଉଛି? ଅଡିସନ କରିକି ଚୁଜ୍ କରନ୍ତୁ ତାପରେ ଆମେ ତାଙ୍କୁ ସ୍କୋପ୍ ଦବା। ସୋ ଥାର୍ଡ ସିନେ ଆୱାର୍ଡକୁ ବହୁତ ବହୁତ ଧନ୍ୟବାଦ ଜଣେଇବି କି ମୋତେ ଗୋଟେ ସ୍କୋପ୍ ଦେଇଥିବାରୁ ଏଇ ଆୱାର୍ଡ ଶୋର ଗୋଟେ ପାର୍ଟ କରିଥିବାରୁ ଦିତ୍ୟ ସାର୍ଙ୍କୁ ମଧ୍ୟ ଧନ୍ୟବାଦ ଜଣେଇବି ହୋଲ୍ ଟିମ୍କୁ ଧନ୍ୟବାଦ ଜଣେଇବି। ବହୁତ ମ୍ୟୁଜିକ୍ ଭିଡ଼ିଓ ବହୁତ ସିରିଏଲ୍ କରିସାରିଲେଣି। नो नो ମୁଁ ମ୍ୟୁଜିକ୍ ଭିଡ଼ିଓ ନାହିଁ ମୁଁ ସିରିଏଲ୍ କରିଛି ଆଉ ଫିଲ୍ମ 6-7ଟା କରିଛି। ବଡ଼ ପର୍ଦ୍ଦାରେ ବର୍ତ୍ତମାନ ଆସିଲେଣି ଆପଣ? ବିହାର ଲଗନ ସୁଟିଂ ଚାଲିଛି। ହଁ ବିହାର ଲାଗନ ସୁଟିଂ ଚାଲିଛି ଫିଲ୍ମ କେମିତି କ'ଣ ରହିବ ଦର୍ଶକ ଫିଲ୍ମ ତା ବାଟରେ ବହୁତ ଭଲରେ ଚାଲିଛି ଆଉ ସମ୍ବଲପୁରରେ ସୁଟିଂ ହେଉଛି ତ ସମ୍ବଲପୁରୀ ଛୁଙ୍କ ତ ରହୁଛି ଲୋକମାନେ ବେଶୀ ସମ୍ବଲପୁରୀ ଟ୍ରାଡିସନାଲ ୱେରେ ବହୁତ ମାନେ ତାକୁ ପସନ୍ଦ କରନ୍ତି ସୋ ଆମେ ଆଶା କରିବୁ କି ଏଇ ଫିଲ୍ମ ମାଧ୍ୟମରେ ସମସ୍ତଙ୍କୁ ଏଣ୍ଟରଟେନ୍ କରିପାରିବୁ ବହୁତ ଶୀଘ୍ର ଆସିବାକୁ ଯାଉଛି। ବେଳେବେଳେ ଇଣ୍ଡଷ୍ଟ୍ରିରେ ମ୍ୟାଡ଼ାମ୍ କାଷ୍ଟିଂ କାଉଚର ଅଭିଯୋଗ ଆଣନ୍ତି କିଛି ସେ ବିଷୟରେ ମୁଁ କିଛି କହିବା ପାଇଁ ଚାହେଁ କାରଣ ମୁଁ କେବେ ସେମିତି କିଛି ଫେସ୍ କରିନି